ବାପା ଦେଲେ ବିଷ। ଜଣେ ବାପା ଯିଏକି ନିଜ ଝିଅକୁ ବହୁତ ଭଲ ପାଉଥିଲେ, ତାର ସବୁ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରୁଥିଲେ। ଝିଅ ଯାହା ଡିମାଣ୍ଡ କରୁଥିଲା ବାପା ତାକୁ ପୂରା କରୁଥିଲେ। କିନ୍ତୁ ଅଜାଣତରେ ସେ ଝିଅକୁ ଆଦର୍ଶ ସଂସ୍କାର ଠାରୁ ଦୂରରେ ରଖୁଥିଲେ। ଝିଅ ଭାରି ଜିଦ୍ଦି ସ୍ୱଭାବର ହୋଇଥିଲା। ପ୍ରତ୍ୟେକ ଲୋକଙ୍କୁ ଉତ୍ତର ଦେବାରେ ସେ ସଂକୋଚ ପ୍ରକାଶ କରୁନଥିଲା। ଝିଅର ମାଆ ନିଜ ସ୍ୱାମୀକୁ ବହୁତ ବୁଝାଇଲେ ଯେ ଝିଅକୁ ଏତେ ମୁଣ୍ଡରେ ବସାଅ ନାହିଁ। କିନ୍ତୁ ବାପା ସବୁବେଳେ ଏହା କହୁଥିଲେ ଯେ ଝିଅ ଏବେ ଛୋଟ ଅଛି, ବଡ଼ ହେଲେ ସବୁ ଜାଣିଯିବ। ଝିଅ ବଡ଼ ହୋଇଗଲା, କିନ୍ତୁ ତାର ସ୍ୱଭାବ ଆହୁରି କଠୋର ହୋଇଗଲା। ବାପାର ଏକମାତ୍ର ଝିଅ, ବାପା ତାର ସବୁ ଡିମାଣ୍ଡ ପୂରା କରୁଥିଲେ। ଝିଅର ବିବାହ ବୟସ ହୋଇଗଲା। ଏହା ଜାଣି ବାପା ତା ପାଇଁ ଏକ ଯୋଗ୍ୟ ବର ଏବଂ ଏକ ଭଲ ଘର ଖୋଜିଲେ। ଖୋଜାଖୋଜି ପରେ ଏକ ଭଲ ପୁଅ, ଭଲ ଘର ମିଳିଗଲା। ବାପା ଝିଅର ବିବାହ ଅତି ଧୁମଧାମରେ କଲେ ଏବଂ ବହୁତ ଯୌତୁକ ବି ଦେଲେ, ଯେମିତି ଝିଅର କିଛି ବି ଅସୁବିଧା ନହେବ। ଝିଅ ବୋହୂ ହୋଇ ଶାଶୁ ଘରକୁ ଆସିଲା। 2 ଦିନ ସବୁ ଠିକଠାକ ଚାଲିଲା, କିନ୍ତୁ ତୃତୀୟ ଦିନ ସେହି ଘରର ସମସ୍ତେ ବୋହୂର ବ୍ୟବହାର ଦେଖି ଚକିତ ହୋଇଗଲେ। ଯେ କୌଣସି କାମ କରିବାକୁ କହିଲେ ମନା କରି ଦେଉଥିଲା। ଶାଶୁ ଶ୍ୱଶୁରଙ୍କ ସହିତ ଯୁକ୍ତି କରିବାକୁ ଲାଗିଲା। ଦିଅର ସହିତ ଗାଳି ଦେଉଥିଲା ଓ ନଣନ୍ଦ ସହିତ କଥା ବି ହେଲାନି। ସ୍ୱାମୀଙ୍କ ସହିତ ଝଗଡ଼ା କଲା। ଆଉ ସକାଳୁ ବୋହୂ ଡେରିରେ ଉଠିଲା ଆଉ ସବୁବେଳେ ଖାଲି ଟିଭି ଦେଖୁଥିଲା। ଶାଶୁ କହିବାକୁ ଲାଗିଲେ, ୟା ମା ବାପା ୟାକୁ କି ସଂସ୍କାର ଦେଇଛନ୍ତି କେଜାଣି। ଶାଶୁ ଦିନେ ତା ମା ବାପାଙ୍କୁ ଫୋନ କରି ଘରକୁ ଡାକିଲେ। ତା ପରଦିନ ବାପା ଝିଅ ଘରକୁ ଆସନ୍ତି, କିନ୍ତୁ ଝିଅର ଶାଶୁଘରର କେହି ତା ବାପା ମା ସହିତ କଥା ବି ହୁଅନ୍ତି ନାହିଁ। ସମସ୍ତେ ମୁହଁ ମୋଡ଼ି ଚାଲିଯାଆନ୍ତି। ବାପା ଶାଶୁକୁ କୁହନ୍ତି, କି ସମୁଦୁଣୀ, ମୁଁ ମୋ ଝିଅକୁ ନେଇଯାଉଛି। 4-5 ଦିନ ରହିଲା ପରେ ପୁଣି ଛାଡ଼ି ଦେଇ ଯିବି। ଶାଶୁ ତୁରନ୍ତ ଉତ୍ତର ଦେଲେ, ନା, ଦରକାର ନାହିଁ। ତୁମ ଝିଅକୁ ତୁମ ଘରେ ରଖ, ଆଉ ଯାହା ଯାନି ଯୌତୁକ ଦେଇଛ ସେଇଟା ବି ନେଇଯାଅ। ବିଚରା ବାପା ମୁଣ୍ଡ ତଳକୁ କରି ମନ ଦୁଃଖରେ ଝିଅକୁ ନିଜ ସାଥିରେ ଘରକୁ ନେଇଯାଆନ୍ତି। ବାପା ରାସ୍ତାରେ ଝିଅକୁ ପଚାରିଲେ, ଝିଅ ମାତ୍ର 10 ଦିନରେ ଏହା ଏମିତି କେମିତି ହେଲା? କ'ଣ ହେଲା? କ'ଣ ତୋ ଶାଶୁଘର ଲୋକେ ଭଲ ନୁହନ୍ତି? ଝିଅ ସାଙ୍ଗେ ସାଙ୍ଗେ ଉତ୍ତର ଦିଏ, ନା ବାପା, ମୋ ଶାଶୁ ତ ପୁରା ଡାହାଣୀ ଅଟେ। ବାପା ପଚାରନ୍ତି, ଆଉ ବାକି ଲୋକ କେମିତି? କେହି ବି ଭଲ ଲୋକ ନୁହନ୍ତି। ସମସ୍ତେ ଶାଶୁଙ୍କ ଆଦର୍ଶରେ ଚଳନ୍ତି। ଘରେ ଆସିବାର 2-3 ଦିନ ପରେ ମା ବାପା ଝିଅକୁ ବହୁତ ବୁଝାଇଲେ, କିନ୍ତୁ ଝିଅ ବିଲକୁଲ ବି ବୁଝିଲା ନାହିଁ। ବାପା ଝିଅର ଦୁଃଖ ବୁଝିଗଲେ ଆଉ କହିଲେ, ଝିଅ, ତୁ କହ, ଯଦି ତୋ ଶାଶୁ ତୋ ରାସ୍ତାରୁ ହଟିଯିବ ତାହେଲେ ତୁ ତୋ ଶାଶୁ ଘରେ ରହିବୁ? ଝିଅ କହିଲା, ହଁ, ତାହେଲେ ତ ମୁଁ ସମସ୍ତଙ୍କୁ ମୋ ଆଙ୍ଗୁଠିରେ ନଚେଇବି। ତା ପରଦିନ ବାପା ଝିଅ ପାଖକୁ ଆସି ଗୋଟିଏ ପ୍ୟାକେଟ ଦେଲେ ଆଉ ଧୀରେ ଧୀରେ କହିଲେ, ଝିଅ, ଏ ପ୍ୟାକେଟରେ ଧୀରେ ଧୀରେ ପ୍ରଭାବ ପକାଇବା ବିଷ ଅଛି। ତୁ ତୋ ଶାଶୁକୁ ମିଶେଇ ଦେଇ ଯା। ବିଷର ପ୍ରଭାବ ଏତେ କମ୍ ଯେ 6 ମାସରେ ତୋ ଶାଶୁ ମରିବ, କାହାକୁ ବି ଜଣା ପଡ଼ିବ ନାହିଁ। କାହିଁକି ନା ବିଷ ଧୀରେ ଧୀରେ ପ୍ରଭାବ ପକାଇବ ଆଉ କାହାକୁ ସନ୍ଦେହ ବି ହବ ନାହିଁ। ଝିଅ ଖୁସି ହୋଇଗଲା ଆଉ କହିଲା, କ'ଣ ସତରେ ବାପା ଏମିତି ହୋଇଯିବ? ବାପା କହନ୍ତି, ବିଲକୁଲ, କିନ୍ତୁ ତୋତେ 6 ମାସ ପର୍ଯ୍ୟନ୍ତ ତୋ ଶାଶୁର କଥା ମାନିବାକୁ ପଡ଼ିବ, ଶାନ୍ତିରେ ରହିବାକୁ ପଡ଼ିବ। ତୋତେ ଯିଏ ଯେତେ ବି କହିଲେ କିଛି ଉତ୍ତର ନ ଦେବାକୁ ପଡ଼ିବ। ଏମିତି କଲେ ଯାଇ ତୋତେ କେହି ସନ୍ଦେହ କରିବେ ନାହିଁ। ଝିଅ କହିଲା, ଠିକ୍ ଅଛି ବାପା, ମୁଁ ପୂରାପୂରି ଅଭିନୟ କରିବି। ଏବେ ବାପା ଜଣକ ଝିଅକୁ ଶାଶୁଘରକୁ ଛାଡ଼ିବାକୁ ଯାଆନ୍ତି ଆଉ ଝିଅର ଶାଶୁକୁ କହନ୍ତି, ମୋ ଝିଅ ଏବେ ପୁରା ବଦଳି ଗଲାଣି। ଆଉ ଝିଅକୁ ଇସାରା ଟିକେ କରନ୍ତି। ଝିଅ ବୁଝିଯାଏ ଏବଂ ଶାଶୁ ଗୋଡ଼ ତଳେ ପଡ଼ି ଭୁଲ ମାଗିବାକୁ ଲାଗେ। ଏହା ଦେଖି ଶାଶୁ ଭାବିବାକୁ ଲାଗନ୍ତି ଯେ ଏମିତି କେମିତି ହୋଇଗଲା।
ଶାଶୁ ବୋହୂକୁ ଗୋଟିଏ ସୁଯୋଗ ଦେବାକୁ ରାଜି ହୋଇଯାଆନ୍ତି। ଏବେ ଝିଅ ଶାଶୁଘରେ ବହୁତ ଶାନ୍ତିରେ ରହେ। ସକାଳୁ ସମସ୍ତଙ୍କଠୁ ପ୍ରଥମେ ଉଠେ, ସମସ୍ତଙ୍କ ପାଇଁ ନାସ୍ତା ତିଆରି କରେ, ନିଜ ଶାଶୁ ଶ୍ୱଶୁରଙ୍କ ଯତ୍ନ ନିଏ ଓ କାହାକୁ କିଛି ଉତ୍ତର ଦିଏ ନାହିଁ। ଆଉ ମନେ ମନେ କହେ, ବୁଢ଼ୀ ଚିନ୍ତା କରନି, ଖାଲି 6 ମାସର କଥା, ଏହାପରେ ତ ଖାଲି ମୋର ରାଜ ହେବ। ଠିକ୍ ସମୟରେ ଖାଦ୍ୟ ତିଆରି କରେ, ଆଉ ଶାଶୁର ଖାଦ୍ୟରେ ଗୋଟିଏ ଚାମଚ ବିଷ ମିଶାଇ ଖାଇବାକୁ ଦିଏ। ସମସ୍ତଙ୍କ ସହିତ ଶାନ୍ତିରେ ରହେ। ଏହା ଦେଖି ଶାଶୁ ଘର ଲୋକ ଚକିତ ହୋଇଯାଆନ୍ତି। ଶାଶୁ ମନେ ମନେ ଭାବନ୍ତି, ମୁଁ ବୋଧହୁଏ ମୋ ବୋହୂକୁ ବୁଝିପାରିଲି ନାହିଁ। ଏବେ ଶାଶୁ ଶ୍ୱଶୁର ବୋହୂର ବହୁତ ପ୍ରଶଂସା କରନ୍ତି। ତାର ସ୍ୱାମୀ ବି ତାକୁ ବହୁତ ଭଲ ପାଏ। ଦିଅର ବି ତାର ବହୁତ ଆଦର କରିବାକୁ ଲାଗେ, ଆଉ ନଣନ୍ଦ ତାର ବେଷ୍ଟ ସାଙ୍ଗ ହୋଇଯାଏ। ବୋହୂକୁ ବି ନିଜ ଶାଶୁଘର ନିଜ ଘର ପରି ଲାଗିଲା। 4 ମାସ ବିତିଗଲା। ଏବେ ଖାଦ୍ୟରେ ବିଷ ମିଶାଇଲା ବେଳେ ବୋହୂର ହାତ ଥରିବାକୁ ଲାଗିଲା। ଶାଶୁ ମଧ୍ୟ ଘରର ଚାବି ବୋହୂକୁ ଦେଇଦେଲା। ଏବେ ଶାଶୁ ତାକୁ ନିଜ ମା ପରି ଲାଗିଲେ। ଝିଅ ନିଜ ବାପ ଘରକୁ ଆସିଲା, ଆଉ କାନ୍ଦି କାନ୍ଦି କହିଲା, ବାପା ମାଆଙ୍କୁ ବଞ୍ଚାଅ। ମୁଁ 4 ମାସ ହେଲା ତାଙ୍କୁ ବିଷ ଦେଇ ଆସୁଛି, କିନ୍ତୁ ଏବେ ମୁଁ ଚାହୁଁଛି ସେ ବଞ୍ଚି ରହନ୍ତୁ। ବାପା କହିଲେ, ଆରେ ସେ ତ ଡାହାଣୀ ଥିଲେ ନା। ଝିଅ କହିଲା, ବାପା ସେମିତି କୁହନି, ସେ ତ ମୋ ମାଠୁ ବି ବେଶୀ ଭଲ। ଆଉ କାନ୍ଦିବାକୁ ଲାଗିଲା। ନିଜ ଝିଅର କାନ୍ଦିବା ଦେଖି ବାପା ଟିକେ ହସି ଝିଅର ଆଖି ପୋଛି କହିଲେ, ଝିଅ ତୁ ଚିନ୍ତା କରନି, ତୋ ଶାଶୁର କିଛି ହେବନି। ସେଇଟା ବିଷ ନଥିଲା, ତାହା କେବଳ ଧଳା ପାଉଡର ଥିଲା। ମୁଁ ତୋତେ ଏହା ଜଣେଇବା ପାଇଁ ଏହା କରିଥିଲି ଯେ ତୋ ଶାଶୁ ଶ୍ୱଶୁର, ସ୍ୱାମୀ, ଦିଅର, ନଣନ୍ଦ କେହି ଖରାପ ନୁହନ୍ତି। ବରଂ ଏହା ତୋର ବ୍ୟବହାର ଆଉ ତାଙ୍କ ପ୍ରତି ରାଗ ଥିଲା। ଏବେ ତୁ ତୋର ବ୍ୟବହାର ବଦଳେଇଲୁ ତ ସବୁ ବଦଳିଗଲା।